ଏଠି ଆମ ଚେଣ୍ଟି ନଡ଼ିଆଟିକୁ କାହିଁକି ସକାଳୁ ସକାଳୁ ବାଡ଼ଉଥିଲା ଆସନ୍ତୁ କହିବି। ମୁଁ ମୋର ସକାଳୁ ସକାଳୁ ଉଠି ଆଉ ଯେହେତୁ ମୁଁ ମୋର ବାପ ଘରେ ଥିଲି ଆଉ ସେଥିପାଇଁ ମୁଁ ସକାଳୁ ସକାଳୁ ଉଠି ପଡ଼ିଥିଲି। ଆଉ ମୋର ଆଜି ଯେହେତୁ ନୂଆ ବର୍ଷ ସେଥିପାଇଁ ମୁଁ ଟିକେ ଠାକୁରଙ୍କୁ ଟିକେ ଦର୍ଶନ କରିବା ପାଇଁ ବାହାରି ପଡ଼ିଥିଲି। ଆଉ ଏଠି ବାପା ବୋଉ ମୁଁ ମିଶି ପଳେଇ ଆସିଥିଲୁ। ଏଠି ଦେଖିଲା ବେଳକୁ ଦୋକାନରେ ପୁରା ଜାମ୍ ହେଇଥିଲା। ଆଉ ଏଠି ଆମ ଭୋଗ କିଛି ନେଇକି ମାନେ ପଳେଇ ଆସିଥିଲି ମନ୍ଦିର। ଆଉ ଏଠି ହନୁମାନଙ୍କ ମନ୍ଦିର ଅଛି। ଆଉ ମୋତେ ମୁଁ ବହୁତ ହନୁମାନଙ୍କୁ ବହୁତ ଡାକେ ଆଉ ସେଥିପାଇଁ ମୁଁ ଟିକେ ହନୁମାନଙ୍କୁ ଟିକେ ଦର୍ଶନ କରିଦେଇକି ତାପରେ ଏଠି ଶିବ ମନ୍ଦିର ବି ଥିଲା। ଆଉ ଶିବ ମନ୍ଦିର ଚାରିପାଖରେ ମୁଁ ବୁଲି ପଡ଼ିଥିଲି। ଏଠି ମୋ ବାପା ବୋଉ ସମସ୍ତେ ଦର୍ଶନ କରିସାରିଥିଲେ। ଆଉ ଏଠି ଉପରେ ବି ଶିବ ମନ୍ଦିର ଅଛି। ଆଉ ସେଠି ଉପରକୁ ଟିକେ ଦର୍ଶନ କରିକି ପଳେଇ ଆସିଲି। ଆଉ ଦର୍ଶନ କରିସାରିଲା ପରେ ଏଠି ମୁଁ ବୋଉର କିଛି ଭିଡ଼ିଓ ନେଇନଥିଲି। ସେଥିପାଇଁ ମୁଁ କହିଲି ବୋଉକୁ ଆଉ ତୁ ଟିକେ ଭିଡ଼ିଓ ଟିକେ ଆସେ। ଆଉ ସେଥିପାଇଁ ସେ ହସୁଛି ଏଠି ଭିଡ଼ିଓରେ ଆସିବା ପାଇଁ। ଆଉ ମୁଁ ତାକୁ ଭିଡ଼ିଓ ପାଇଁ ଟିକେ ନେଇନଥିଲି। ତାପରେ ସେଇଠୁ ମୁଁ ଟିକେ କହିଥିଲି ବୋଉକୁ ଆଉ ମୁଁ 10 ମିନିଟ୍ ଟିକେ ହନୁମାନଙ୍କ ମନ୍ଦିର ମୁଁ ଟିକେ ବସି ପଡ଼ିବି ତାପରେ ସେଠୁ ଆମେ ଯିବା। ଆଉ ଯେହେତୁ ମୁଁ ଖାଲି ଦର୍ଶନ କରିଦେଇଥିଲି। ଆଉ ଏଠି ମୁଁ 10 ମିନିଟ୍ ବସି ସାରିଲା ପରେ ଏବେ ମୁଁ ଘରକୁ ବାହାରିଥିଲି। କ'ଣ ପାଇଁ ନା ସେଠି ଆମର ପୁଅ ଆଉ ମୋ ଭାଇଙ୍କ ପୁଅ ବି ଆସିଥିଲେ। ସେଥିପାଇଁ ସେମାନେ ଖେଚଡ଼ ବି ହେଉଥିବେ। ଆଉ ସେଥିପାଇଁ ମୁଁ କହିଲି ଚାଲ ଯିବା ଏବେ ଆମେ ପଳେଇ ଆସିଲା ପରେ ଭୋଗକୁ ମୋର ଛଡ଼େଇ ସେମାନେ ପୁରା ନଡ଼ିଆ ଖାଇବାରେ ପୁରା ବ୍ୟସ୍ତ।